ଆଜ୍ଞା ଏଇଟା ତ ତାଙ୍କର ପ୍ରଥମ ଦିନରୁ ଗୋଟେ ଷ୍ଟ୍ରାଟେଜି ଥିଲା ଯେ ସେମାନେ ବିଧାନସଭାକୁ ଚଳେଇ ଦେବେନି କାରଣ ତାଙ୍କର ନେତା ବିଧାନସଭା ଆସିବା ପାଇଁ ଅକ୍ଷମ। ତ ତାଙ୍କର ସୁପର ଲିଡର ଯିଏ ଅଛନ୍ତି ସେ କହିଲେ କି ବିଧାନସଭାକୁ ଚଳେଇ ଦେବାନି। ସେଇ ଅନୁସାରେ ସେମାନେ ବିଧାନସଭାକୁ ଚଳେଇ ଦେଉନାହାନ୍ତି। ଏଥିରେ ଆଉ କିଛି ନାହିଁ। ଯଦି ତାଙ୍କର ଆନ୍ତରିକତା ଗୋଟେ ବିଷୟରେ ଆଲୋଚନା କରିବା ପାଇଁ ଥାଆନ୍ତା ସେମାନେ ଲେଖିକି ଦିଅନ୍ତେ। ଏବଂ ଯେଉଁଦିନ ସେମାନେ ହାଉସ୍କୁ ଷ୍ଟଲ୍ କଲେ ସେଦିନ ଆଉ ଗୋଟେ ଅପୋଜିସନ୍ ପାର୍ଟି କଂଗ୍ରେସ ପାର୍ଟି ସାର ଉପରେ ମୁଲତବୀ ପ୍ରସ୍ତାବ ଆଣିଥିଲା। ଯଦି ସେମାନେ ସୋ ସିରିୟସ୍ ତ ସେମାନେ ସେ ମୁଲତବୀ ପ୍ରସ୍ତାବରେ ଆଲୋଚନା କରିଥାନ୍ତେ, କିନ୍ତୁ ମୁଲତବୀ ପ୍ରସ୍ତାବରେ ଆଲୋଚନା ନ କରିକିରି ସେମାନେ ହାଉସ୍କୁ ଷ୍ଟଲ୍ କରିବା ଲାଗି ଚାହିଁଛନ୍ତି। ଏଥିରୁ ତାଙ୍କର ଯେଉଁ ସୁପର ଲିଡରଙ୍କ ନିର୍ଦ୍ଦେଶ ସେମାନେ ପାଳନ କରୁଛନ୍ତି, ଆଉ କିଛି ନାହିଁ। ନାଇଁ ବରିଷ୍ଠ ନେତା ମାନେ ଆମକୁ ଲବିରେ କହୁଛନ୍ତି ଯେ ଆମେ ନିର୍ଦ୍ଦେଶ ପାଇକରି ବନ୍ଦ କରୁଛୁ, ଆମର କୌଣସି ଆନ୍ତରିକତା ନାହିଁ ସେମାନେ କହିଦେଉଛନ୍ତି। ଦେଖନ୍ତୁ ସେମାନେ ଯେଉଁ ପର୍ଯ୍ୟନ୍ତ କ'ଣ ଚାହୁଁଛନ୍ତି ଲେଖିକି ଦେଇନାହାନ୍ତି। ସେମାନେ ଯଦି ସାର ବିଷୟରେ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ଚାହୁଁଛନ୍ତି କେଉଁ ଫର୍ମରେ ସେମାନେ ଆଲୋଚନା କରିବେ, ସେମାନେ ଆଡଜର୍ନମେଣ୍ଟ ଫର୍ମରେ ଆଲୋଚନା କରିବେ କି ମୋସନ୍ ଫର୍ମରେ ଆଲୋଚନା କରିବେ, କେଉଁ ଫର୍ମରେ ଆଲୋଚନା କରିବେ ସେମାନେ ସ୍ପଷ୍ଟ କରିବା କଥା। ଆମେ ପ୍ରସ୍ତୁତ ଅଛୁ ତାର ଉତ୍ତର ଦେବା ପାଇଁ। ନାଇଁ ଉଦ୍ଦେଶ୍ୟମୂଳକ ଭାବରେ ବିରୋଧୀ ଗୃହ ଚଳେଇବ କଂଗ୍ରେସ ତ ନାହିଁ, କାହିଁ ବିଜେଡି ଗୃହ ଚଳେଇ ଦେଉ ନାହିଁ। ଶୁଣନ୍ତୁ ମୁଁ ତ ଅତି ସ୍ପଷ୍ଟ ଭାବରେ କହିଦେଇଛି ଯେ ଏଇଟା ଦ୍ୱିତୀୟ ପୋଜିସନ୍ ପାଇଁ ଏଇଟା ପ୍ରତିଦ୍ୱନ୍ଦିତା, କିଏ ସିଲଭର ପାଇବ କିଏ ବ୍ରୋଞ୍ଜ ପାଇବ ସେଥିପାଇଁ ପ୍ରତିଦ୍ୱନ୍ଦିତା, ସେଥିରେ ଆମର କିଛି ଯାଏ ଆସେନି।